ଥରେ ବାପା ମାଙ୍କର ଏକ ସୁନ୍ଦର କନ୍ୟା ସନ୍ତାନଟିଏ ଥିଲା। ତାକୁ ବାପା ମା ସୁନ୍ଦର ଭାବରେ ଲାଳନ ପାଳନ କରୁଥିଲେ। ମା ତାକୁ ଅତି ଗେହ୍ଲ କରୁଥିଲେ। ସୁନ୍ଦର ସୁନ୍ଦର କଥା କହୁଥିଲେ, ଭଲ ଶିକ୍ଷା ଦେଉଥିଲେ। ବାପା ମଧ୍ୟ ଝିଅକୁ ବିଭିନ୍ନ ସ୍ଥାନକୁ ବୁଲେଇ ନେଉଥିଲେ। ସୂର୍ଯ୍ୟ ଉଦୟର ଦୃଶ୍ୟ ଦେଖାଉଥିଲେ। ତା ବିଷୟରେ ବିଭିନ୍ନ କଥା ମଧ୍ୟ ଝିଅକୁ ବୁଝାଉଥିଲେ। କାନ୍ଧରେ ବସେଇକି ବଗିଚାରେ ଭ୍ରମଣ କରାଉଥିଲେ। ଝିଅର ମନକୁ ମୋହି ନେଉଥିଲେ। ହସି ଖେଳି ବାପ ଝିଅଙ୍କର ସମୟ କଟି ଯାଉଥିଲା। ବାପା ସବୁ ସ୍ନେହ ଝିଅ ଉପରେ ଅଜାଡ଼ି ଦେଇଥିଲେ। ଝିଅକୁ ସବୁବେଳେ ଖୁସିରେ ରଖୁଥିଲେ। ଝିଅଟି ଧୀରେ ଧୀରେ ବଡ଼ ହେଲା ପରେ ସେ କଲେଜକୁ ଗଲା। ଧନୀ ଘର ଝିଅ ହେଇଥିବାରୁ ତାର ଗୋଟିଏ 4 ଚକିଆ ଗାଡ଼ିଟିଏ ମଧ୍ୟ ଥିଲା। କିନ୍ତୁ ପଇସା ଅଧିକ ଥିବାରୁ ଝିଅଟି ପଇସା ଖର୍ଚ୍ଚ କରିବାରେ ଲାଗିଲା। ତାର ପାଠ ପ୍ରତି ଧ୍ୟାନ କମିଗଲା। ସେ ଯାଇକି ଗଛ ତଳେ ବସିକି ଭାବନା ରାଜ୍ୟରେ ପହଁରି ପହଁରି କେଉଁ ରାଜ୍ୟକୁ ସେ ଚାଲି ଯାଉଥିଲା। ପାର୍କରେ ବୁଲୁଥିଲା। ବିଭିନ୍ନ କଥା ସବୁ ଉଙ୍କି ମାରୁଥିଲା। ଏଥିରେ ସମୟ ନଷ୍ଟ କରୁଥିଲା। ଅରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲା। କିନ୍ତୁ ଏଥିମଧ୍ୟରେ ତାର ପାଠପଢ଼ା ସମୟ ମଧ୍ୟ ନଷ୍ଟ ହୋଇଯାଉଥିଲା। ବୁଲାବୁଲିରେ ସମୟ ନଷ୍ଟ କରିଦେଲା। ଧୀରେ ଧୀରେ ତାର ପାଠ ଜ୍ଞାନ କମିବାରେ ଲାଗିଲା। ବୁଲାବୁଲିରେ ଅଧିକ ଧ୍ୟାନ ଦେଲା। ସବୁବେଳେ ବନ, ଉପବନ, ପାର୍କ ବିଭିନ୍ନ ସ୍ଥାନ ସବୁ ବୁଲିଲା। ଠିକ୍ ସମୟରେ ଆଉ ବିଦ୍ୟାଳୟକୁ ଗଲା ନାହିଁ। ମଝିରେ ମଝିରେ ସେ କ'ଣ କରେ, ତାକୁ ହୋଟେଲର ଖାନା ପସନ୍ଦ ଲାଗେ। ତେଣୁକରି ହୋଟେଲକୁ ଯାଇକି ଖାଉଥିଲା। ମସଲା ଜାତୀୟ ଖାଦ୍ୟ, ତୈଳ ଜାତୀୟ ଖାଦ୍ୟ, ମିଠାଇ ଏସବୁ ଖାଉଥିଲା। ହୋଟେଲରେ ଆରାମରେ ସମୟ ଅତିବାହିତ କରୁଥିଲା। ବାପା ମା ଟଙ୍କା ପଠାଉଥିଲେ। ଭାବୁଥିଲେ ଝିଅ ପାଠ ପଢ଼ୁଛି, କିନ୍ତୁ ଏ ବିଷୟ ତାଙ୍କୁ ଜଣା ନାହିଁ। ମଝିରେ ମଝିରେ ଝିଅଟି ସିନେମା ଦେଖି ଯାଉଥିଲା। ଯେଉଁ ସିନେମା ଆମ ସଂସ୍କୃତିର ବାହାରେ, ସେଇ ସିନେମା ଦେଖୁଥିଲା। ଯେଉଁ ଚଳଚ୍ଚିତ୍ରରେ ଆମର କୌଣସି ସଂସ୍କୃତି ନଥିଲା, ସଂସ୍କୃତି ବିଷୟରେ ନଥିଲା। ଧୀରେ ଧୀରେ ପରୀକ୍ଷାର ସମୟ ଆସିଗଲା। ନୋଟିସ୍ ବୋର୍ଡ଼ରେ ତାରିଖ ବାହାରିଲା, ସମୟ ସାରଣୀ ବାହାରିଲା। କେବେ କେଉଁ ବିଷୟ, ଅନ୍ୟାନ୍ୟ ପିଲାମାନେ ପଢ଼ାପଢ଼ି ଲାଗିଗଲେ। ଯେତେବେଳେ ଝିଅଟି ପରୀକ୍ଷା ଦେଲା, ସବୁ ଅଜଣା ପ୍ରଶ୍ନ ଗୁଡ଼ାକ ଆସିଲା। ସେ ମୁଣ୍ଡରେ ହାତ ଦେଲା। ପରୀକ୍ଷା ସମୟରେ ଅନ୍ୟ ଉପରେ ନିର୍ଭର କରିବାକୁ ଲାଗିଲା। ହେଲେ କ'ଣ ହେବ, ଜଣେ ମାଗି ଖାଇକି କେତେ ପେଟ ପୂରେଇବ। ଠିକ୍ ସେଭଳି ହେଲା। ଠିକ୍ ଭାବରେ ଲେଖିପାରିଲା ନାହିଁ।
ପରୀକ୍ଷା ସରିଗଲା। ଅନ୍ୟ ଛାତ୍ରଛାତ୍ରୀମାନେ ଘରକୁ ଚାଲିଗଲେ, କିନ୍ତୁ ସେ ଅନ୍ୟମନସ୍କ ହୋଇ ଏକାଠି ବସି ରହିଛି, ଏକୁଟିଆ ବସିଛି। କିଛି ଦିନ ପରେ ପରୀକ୍ଷା ଫଳ ବାହାରିଲା। ସମସ୍ତ ଛାତ୍ରଛାତ୍ରୀମାନେ ଖୁସି ମନରେ ନିଜର ନମ୍ବର ଦେଖିଲେ, ନାମ ଦେଖିଲେ, ଖୁସି ହେଲେ। କିନ୍ତୁ ଝିଅଟି ତା ନମ୍ବର ଦେଖି କାହିଁକି ଜାଣି ସେ ଆଉ ଖୁସି ହେଲା ନାହିଁ। ଘରକୁ ପଳେଇ ଆସିଲା, ଦୁଃଖ ମନରେ ବସି ରହିଲା। ମୁଣ୍ଡକୁ ତଳକୁ ପୋତି ବସିଛି। ଖାଇବା ପିଇବାରେ ଆଉ ଧ୍ୟାନ ଦେଲା ନାହିଁ। ଦୁଃଖ ମନ। ନଦୀର ପାଣି ବହିଗଲା ପରେ ବାନ୍ଧିକି ଆଉ କି ଲାଭ? ଠିକ୍ ସେମିତି ହେଲା ଏ ଝିଅର ଦଶା। ପରୀକ୍ଷାରେ ତ ଖରାପ କରିଦେଇ ସାରିଛି, ଆଉ ଚିନ୍ତା କରି କିଛି ଲାଭ ନାହିଁ। ଏହି ବିଷୟ ଜାଣିଲା ପରେ ବାପା କଲେଜର ପ୍ରିନ୍ସିପାଲଙ୍କୁ ଫୋନ୍ କଲେ। ପ୍ରିନ୍ସିପାଲ କହିଲେ, ଆପଣଙ୍କର ଝିଅ ପ୍ରାୟ କଲେଜକୁ ସେ ଆସୁନାହିଁ, ଅନୁପସ୍ଥିତ ରହୁଛି। ବାପା ଚିନ୍ତାରେ ପଡ଼ିଗଲେ। କ'ଣ କରିବେ? ଦେଖିଲେ ଝିଅର ଅବସ୍ଥା ଅତି କମ୍ ନମ୍ବର ରଖିଛି। ବାପା ଘରକୁ ଆସିଲେ, ଝିଅକୁ ଗାଳି ମଧ୍ୟ ଦେଲେ। ଏତେ ପଇସା ଖର୍ଚ୍ଚ କଲି, ଦୂରରେ ରଖିଲି, କିନ୍ତୁ ପାଠ ପଢ଼ିଲୁ ନାହିଁ। ଝିଅ ଡରିକି ଛାତ ଉପରକୁ ପଳେଇଲା। ବାପା ତାକୁ ଧରିଲେ ଏବଂ ତାକୁ ଡରେଇଲେ, କେମିତି ପାଠ ପଢ଼ିବ। ବିଭିନ୍ନ ଉପଦେଶ ସବୁ ଦେଲେ। ଏହାପରେ ଝିଅ ନିଜର ଭୁଲ ବୁଝିପାରିଲା ଏବଂ କାନ ଧରିଲା, ଆଉ କେବେ ହେଲେ ମଧ୍ୟ ଆଉ ଏପରି ଭୁଲ କରିବି ନାହିଁ, ମୋତେ କ୍ଷମା କରିଦିଅ। ଏହାପରେ ଝିଅଟି ମନ ଲଗାଇ ପାଠ ପଢ଼ିଲା, ସମୟ ଅନୁସାରେ କାମ କଲା। ସବୁବେଳେ ପାଠପଢ଼ା ଧ୍ୟାନ ଦେଲା। ତାକୁ ମା' ମଧ୍ୟ ବହୁତ ସ୍ନେହ ଦେଲେ, ତାକୁ ଉତ୍ସାହିତ କଲେ। ଝିଅଟି ପଢ଼ିବାରେ ଆଗ୍ରହ ବଢ଼ିଲା, ସବୁବେଳେ ପଢ଼ି ବସିଲା। ମା' ତାକୁ ସବୁବେଳେ ସ୍ନେହ ଆଦର କରୁଥିଲେ। ଝିଅଟି କେମିତି ଆଗକୁ ବଢ଼ୁ। ଝିଅଟି ପଢ଼ିଲା, ମନ ଦେଇକି ପଢ଼ିଲା। ପରବର୍ତ୍ତୀ ସମୟରେ ପରୀକ୍ଷାରେ ଖୁବ୍ ସୁନ୍ଦର ଭାବରେ ଲେଖିଲା ଏବଂ ଭଲ ନମ୍ବର ପାଇଲା। ଏହା ଦେଖି ବାପା ମା' ମଧ୍ୟ ବହୁତ ଖୁସି ହେଲେ ଏବଂ ତାକୁ ଆହୁରି ବଡ଼ କଲେଜରେ ପଢ଼ାଇବା ପାଇଁ ଚାହିଁଲେ।